ভক্ত কবি মধুসূদন রাও। মধুময় সৃষ্টি সুধাময় সৃষ্টি এ সৃষ্টি অমৃতময় হে, জাগ নর নারী অমৃত সন্ততি পিয়সে অমৃত পয় হে। কুସୁମାଞ୍ଜଳିର ଏ କବିତା ସେଇ ମହାନ କବିଙ୍କ ଲେଖନୀରୁ ଝରିଥିଲା। ସେ ଭକ୍ତ କବି ମଧୁସୂଦନ ରାଓ ଆଧୁନିକ ଓଡ଼ିଆ କବିତାର ଅନ୍ୟତମ ସ୍ରଷ୍ଟା, ଆଦର୍ଶ ଶିକ୍ଷକ ଓ ସଂସ୍କାରକ, ଉପନିଷଦୀୟ ଚିନ୍ତାଧାରାର କବି, ଓଡ଼ିଆ ସାହିତ୍ୟର ଶିବ ବା ମଙ୍ଗଳମୟ ଶକ୍ତିର ସେ ଉପାସକ। ରାଧାନାଥ ଓ ଫକୀରମୋହନଙ୍କ ସହ ମିଶି ସେ ଓଡ଼ିଆ ଭାଷାର ଉନ୍ନତି କଳ୍ପେ କାମ କରୁଥିଲେ। ତିନି ଜଣଙ୍କୁ ଓଡ଼ିଆ ସାହିତ୍ୟରେ ସତ୍ୟଶିବ ସୁନ୍ଦରର ତ୍ରିବେଣୀ ସଙ୍ଗମ କୁହାଯାଏ। ଇଂରେଜ ଶାସିତ ଓଡ଼ିଶାରେ ଓଡ଼ିଆ ଭାଷାର ବିକାଶ ପାଇଁ ଓ ପାଠ୍ୟପୁସ୍ତକ ରଚକ, ଶିଶୁ ସାହିତ୍ୟ ରଚନାରେ ସେ ସିଦ୍ଧହସ୍ତ ଥିଲେ। ନୀତିନିଷ୍ଠ ଆଦର୍ଶବାଦୀ ବ୍ୟକ୍ତିତ୍ୱ, ଗୀତି କବିତା, ଶୋକ କବିତା, ସନେଟ୍ ବା ଚତୁର୍ଦଶପଦୀ, ସମ୍ବୋଧ କବିତା ବା ଓଡ୍ କବିତା ରଚନା କରିଛନ୍ତି। ପଦ୍ମ, ଆକାଶ, ନଦୀ, ପୃଥିବୀ, ହିମାଳୟ, ଜୀବନ ଚିନ୍ତା ତାଙ୍କ କବିତାରେ ରୂପ ପାଏ। ବସନ୍ତ ଗାଥା, କୁସୁମାଞ୍ଜଳି, ଛାନ୍ଦମାଳା, ଉତ୍କଳ ଗାଥା, ହିମାଚଳ ଉତ୍ସବ, କବିତାବଳୀ, ପ୍ରବନ୍ଧାବଳୀ, ବର୍ଣ୍ଣବୋଧ, ସାହିତ୍ୟମଞ୍ଜରୀ, ସାହିତ୍ୟ କୁସୁମ, ବାଳବୋଧ ତାଙ୍କ ଲେଖା। ତାଙ୍କ କବିତାରେ ସେ କହନ୍ତି, ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ ମନେ, ଜଗତର କଥା ପରମ ଈଶ୍ୱର ଜାଣୁଛନ୍ତି ପ୍ରତିକ୍ଷଣେ। ସ୍ତବ କବିତାରେ ସେ ଲେଖନ୍ତି, ହେ ଆନନ୍ଦମୟ କୋଟି ଭୁବନ ପାଳକ, ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ, ଜ୍ଞାନଦାତା ଭଗବାନ, ଦିଅ ମୋତେ ଶୁଭବୁଦ୍ଧି, ଦିଅ ଦିବ୍ୟ ଜ୍ଞାନ। ତର୍କ କବିତାରେ ସେ ଲେଖନ୍ତି, ସତ୍ୟ ପଥେ ଧର୍ମ ପଥେ ଘେନି ଯାଅ ମୋତେ, ବସାଅ ବରଣ ମୋର ତବ ପ୍ରେମ ସ୍ରୋତେ, ପ୍ରଭୁ ପରମ ଶରଣ ଏ ଜୀବନ ଶ୍ରୀଚରଣେ କଲି ସମର୍ପଣ। ବସନ୍ତ ଗାଥାର ବିଚ୍ଛେଦ କବିତାରେ କବି ଲେଖନ୍ତି, ହଜି ନାହିଁ ଯାର କେବେ କିଛି ରତନ, ଏ ମର୍ତ୍ତ୍ୟ ସଂସାରେ ସେଇ ଦିନ କିଞ୍ଚନ, ସେ ପୁଣି ଦରିଦ୍ରତର ହରାଇ ରତନ, ଏ ଭବ ଭବନେ ଯାହା ପାଶରେ ସେ ଜନ। ଋଷିପ୍ରାଣୀ ଦେବ ଚରଣ କବିତାରେ କବି କହନ୍ତି, ପ୍ରଶାନ୍ତ ନିଶାନ୍ତ କାଳ ବିରାଜ ଉଜ୍ଜ୍ୱଳେ, ତୁଷାର ଶୁଭ୍ର ଲଲାଟ ମଣ୍ଡଳେ, ସ୍ୱର୍ଗର କସୁମମଣି ଶୁକ୍ଳ ସୁଶୋଭନ, ଫରାକି ଦିଗନ୍ତ ପଟେ ଛବି ଅତୁଳନ। ଆନନ୍ଦବାଦୀ କବି ସେ, ବିନ୍ଦୁ ଭିତରେ ସିନ୍ଦୁର ସେ କରନ୍ତି ସନ୍ଧାନ, ମଣିଷ ତାଙ୍କ ଦୃଷ୍ଟିରେ ଅମୃତର ସନ୍ତାନ। ଉପନିଷଦୀୟ ଭାବଧାରା ତାଙ୍କ କବିତାର ଅନ୍ତର୍ବାଣୀ। କବି କହୁଥିଲେ, ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି, ଏ ଜୀବନ ନିଶ୍ଚିତ, କେଜାଣେ କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ। ଭକ୍ତ କବି ମଧୁସୂଦନ ରାଓ ଆଧୁନିକ ଓଡ଼ିଆ କବିତାର ଜଣେ ଆଗଧାଡ଼ିର ସ୍ରଷ୍ଟା। ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍।